ଚାଉଳ ରଖିଲେ ଯଦି ପୋକ ହେଇଯାଉଛନ୍ତି ତାହେଲେ ସେଥିରୁ ମୁକ୍ତି ପାଇବାକୁ ହେଲେ ଗୋଟେ କାଗଜରେ 20ଟି ଲବଙ୍ଗ, 20ଟି ଗୋଲମରିଚ, କିଛି ହଳଦୀ ଓ କିଛି ଲୁଣ ରଖି ସେଇ କାଗଜକୁ ମୋଡ଼ି ଦିଅନ୍ତୁ। ତା ଉପରେ 2ଟି ତେଜପତ୍ରକୁ ମୋଡ଼ି ବାନ୍ଧି ଦିଅନ୍ତୁ। ତାକୁ ଚାଉଳ ରଖିବା ସ୍ଥାନରେ ରଖିଲେ ପୋକ ହୁଅନ୍ତି ନାହିଁ। ଆଉ ଯଦି ଚାଉଳକୁ ଆମେ ରଙ୍ଗ ଡବା, ଯେଉଁ ରଙ୍ଗ ଆସେ ସେଇ ଧଳା ଡବାରେ ରଖି ତାର ଘୋଡ଼ଣୀକୁ ଘୋଡ଼େଇ ରଖିବା ତାହେଲେ ମଧ୍ୟ ପୋକ ହୁଅନ୍ତି ନାହିଁ। ଯଦି ସେଇ ଚାଉଳକୁ ପୁଣି ପାଣି ଆସୁଥିବା 20 ଲିଟର ଜାରରେ ରଖି ତାର ଢାଙ୍କୁଣୀ ଢାଙ୍କି ରଖିଲେ ମଧ୍ୟ ପୋକ ହୁଅନ୍ତି ନାହିଁ। ସୁବିଧାଜନକ ଦୃଷ୍ଟିରୁ ଆମେ ଯଦି ରଙ୍ଗ ଥିବା ଡବାରେ ଚାଉଳ ରଖିବା ତାହେଲେ ପୋକ ହେବେ ନାହିଁ। ସେହି ଡବା ଗୁଡ଼ିକୁ ଲୁହାର ଥାକ କରି ତା ଉପରେ ରଖିଲେ ଅଳ୍ପ ଜାଗାରେ ବେଶୀ ଚାଉଳ ସଞ୍ଚୟ କରି ରଖିହେବ ଏବଂ ବହୁତ ଦିନ ସୁରକ୍ଷିତ ବି ହେବ। ଯେକୌଣସି ପବନ ଯାଉନଥିବା, ପବନ ପଶୁନଥିବା ଡବାରେ ଚାଉଳ ଭରି ରଖିଲେ ପୋକ ହୁଅନ୍ତି ନାହିଁ।